ବିଛଣା ଉପରେ ମହିଳାଙ୍କୁ ଧୀରେ ଧୀରେ ଉତ୍ତେଜିତ କରିବା ପାଇଁ ତାଙ୍କ ଓଠ, ବେକ ଓ କାନ ଉପରେ ଚୁମ୍ବନ କରିବା ବହୁତ ଜରୁରୀ ଅଟେ। ଶାରୀରିକ ସମ୍ପର୍କ ବନାଇବା ସମୟରେ ମିଳୁଥିବା ଆନନ୍ଦ ଆମ ଜୀବନରେ ଚିନ୍ତାକୁ ବହୁ ମାତ୍ରାରେ କମ୍ କରିଦେଇଥାଏ। ଗୋଟେ ସଚ୍ଚୋଟ ମହିଳା କେବେ ବି ଯୁକ୍ତି କରିନଥାନ୍ତି। ସେ ସବୁବେଳେ ଜିନିଷଗୁଡ଼ିକୁ ଠିକ୍ କରିବା ପାଇଁ ଚେଷ୍ଟା କରିଥାନ୍ତି। ଯେତେବେଳେ ଗୋଟେ ପୁରୁଷର ଖରାପ ସମୟ ଚାଲୁଥାଏ, ତେବେ ସର୍ବପ୍ରଥମେ ତା ମନ ପସନ୍ଦର ମହିଳା ତାକୁ ଛାଡ଼ି ଦେଇଥାଏ। ଯଦି ଗୋଟେ ମହିଳା ଆପଣଙ୍କ ଦୁର୍ବଳତାକୁ ଲୁଚାଇ ଆପଣଙ୍କର ସମ୍ମାନ ରକ୍ଷା କରନ୍ତି, ତେବେ ବୁଝିଯାଆନ୍ତୁ ଯେ ତାଙ୍କ ହୃଦୟ ଆପଣଙ୍କ ପାଇଁ ପବିତ୍ର ଅଟେ। ଯଦି ବିଛଣା ଉପରେ ଆପଣଙ୍କ ପାଣି ବହୁତ ଶୀଘ୍ର ବାହାରି ଯାଉଛି, ବା ଠିଆ ହେଉ ହେଉ ତୁରନ୍ତ ଢିଲା ପଡ଼ିଯାଉଛି, ବା ଆପଣ ଜଲ୍ଦି ଥକି ପଡ଼ୁଛନ୍ତି, ତେବେ ଏହି ଉପାୟ ଆଜିଠାରୁ ଆରମ୍ଭ କରନ୍ତୁ। ପ୍ରଥମେ ଜଡ଼ିବୁଟି ଦୋକାନରୁ ତୁଳସୀ ମଞ୍ଜି 100 ଗ୍ରାମ ନେଇ ଆସନ୍ତୁ ଓ ପ୍ରତିଦିନ ରାତିରେ ହାଲକା ଖାଦ୍ୟ ଖାଇବାର 1 ଘଣ୍ଟା ପରେ 5 ଗ୍ରାମ ତୁଳସୀ ମଞ୍ଜି ଦେଶୀ ଗୁଡ଼ ସହିତ ଖାଇ 1 ଗ୍ଲାସ ଉଷୁମ କ୍ଷୀର ପିଇ ନିଅନ୍ତୁ। ଏମିତି 1 ମାସ ଯାଏଁ ସେବନ କରନ୍ତୁ। ନିଶ୍ଚିତ ଫରକ ଜାଣିପାରିବେ। କିନ୍ତୁ ମନେ ରଖନ୍ତୁ ଯେ ଏହି ଉପାୟ ଆରମ୍ଭ କରିବା ଦିନଠାରୁ ହସ୍ତମୈଥୁନ କରିବେ ନାହିଁ, ଖଟା ତେଲ ମସଲା ଖାଇବେ ନାହିଁ ଓ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରିବେ ନାହିଁ। ଗୋଟେ ପୁରୁଷ ତାଙ୍କଠାରୁ କମ୍ ବୟସର ମହିଳାଙ୍କୁ ଅଧିକ ପସନ୍ଦ କରିଥାନ୍ତି, କିନ୍ତୁ ଗୋଟେ ମହିଳା ଗୋଟେ ମ୍ୟାଚ୍ୟୁର ପୁରୁଷଙ୍କୁ ଅଧିକ ପସନ୍ଦ କରିଥାନ୍ତି।